ଦେଖନ୍ତୁ ଆଜିର ଧାରଣା ଯୋଉ ଦିଆହଉଛି ଡିଓଫାଇ ତରଫରୁ ଆଜି ଏଠି କୋଇଡା ବ୍ଲକରେ ଗଣଧାରଣା ଦିଆଯାଇଛି। ଏଥିରେ ଉପସ୍ଥିତ ଅଛନ୍ତି ବଣେଇର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏବଂ ସିପିଏମ ର ଲିଡର ଶ୍ରମିକ ନେତା ପ୍ରଭାତ ପଣ୍ଡାଙ୍କ ନେତୃତ୍ୱରେ ଆଜି ଏଠି ଗଣଧାରଣା ଦିଆହଉଛି। ଆର ଉଦ୍ଦେଶ୍ୟ ହେଲା ଲକ୍ଷ୍ୟ ହେଲା ଏ ଅଞ୍ଚଳ ନୁହେଁ ସାରା ଓଡିଶାରେ এই ଯୋଉ ସରକାର ଅଛି ଏ ଯୋଉ ଶିକ୍ଷା ବ୍ୟବସ୍ଥାକୁ ପୁରା ଧଜିଆ ଉଡେଇ ଦେଇଛି। ତାପରେ ଆମର ମୁଖ୍ୟ ଏକ ଦାବି ଥିଲା ଯୋଉ ଗୋପୀ ସାହିରେ ଗୋଟେ ନାଳ ଅଛି ଯାହାକି ସାମାନ୍ୟ ବର୍ଷା ହେଲେ ସେ ଯୋଉ ବସ୍ତିଟି ଅଛି ସେ ଗାଁଟି ଅଛି ସେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହଉଛି। ତାକୁ ବାରମ୍ବାର ଦାବି କରାହେଲା। କଲେକ୍ଟର ପ୍ରତିଶ୍ରୁତି ଦେଲେ, କିଛି ମାସ ପୂର୍ବରୁ ପ୍ରତିଶ୍ରୁତି ଦେଲେ ଗୋଟେ ମାସ ଭିତରେ କାମ ହବ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗୋଟେ ଇଟା ଖଣ୍ଡେ ବି ସେଠି ପଡିନାହିଁ। ଇଏ ଏକ ଧୂଆଁମାଣ ମିଛ ପ୍ରତିଶ୍ରୁତି। ତାରି ଦାବିରେ ଆଜି ଆମେ ବଣେଇ ଯୋଉ କୋଇଡା ବ୍ଲକର ବିଡିଓଙ୍କ ଅଫିସରେ ଆଜି ଆମେ ଗଣଧାରଣା ଦେଇଛୁ। ଯେପର୍ଯ୍ୟନ୍ତ ଏ କାମ ଆରମ୍ଭ ନ ହବ ସେ ପର୍ଯ୍ୟନ୍ତ ଏଠି ଅନିର୍ଦ୍ଦିଷ୍ଟ ପାଇଁ ଏ ଗଣଧାରଣା ଡିଏଫଆଇ ତରଫରୁ ଏଠି ଧାରଣା ଦିଆହବ। ତେଣୁ ଏଥିରେ এই ଅଞ୍ଚଳର ବିଭିନ୍ନ ପ୍ରକାର ସଂଗଠନ, ଯୁବ ସଂଗଠନ, ଛାତ୍ର, ବୁଦ୍ଧିଜୀବୀ ସମସ୍ତେ ଏଥିରେ ଯୋଗ ଦେଇଛନ୍ତି। ତେଣୁ ଯେପର୍ଯ୍ୟନ୍ତ ସେ ଗୋପୀ ସାହିର ପୋଲ ନିର୍ମାଣ ନ ହବ ସେ ପର୍ଯ୍ୟନ୍ତ ଗଣଧାରଣା ଏଠି ଜାରି ରହିବ। ଆଜି କୋଇଡା ବ୍ଲକ ସମ୍ମୁଖରେ ଡିୱାଇଏଫଆଇ ତରଫରୁ ଆଜି ଧାରଣା ଦିଆଯାଇଛି। ମୁଖ୍ୟ ହଉଛି କୋଇଡାର ଖଣିଜ ପାଣ୍ଠି 20,000 ଟଙ୍କା ବର୍ଷକୁ ଦେଇଥିଲେ ବି ମଧ୍ୟ ବିକାଶ ହେଇପାରୁନାହିଁ। ସେ ଡିଏମଏଫ ଟଙ୍କା କୋଇଡା ଅଞ୍ଚଳରେ ଖର୍ଚ୍ଚ ହଉନାହିଁ, ଯାହା ଫଳରେ ଆଜି ଗାଁ ଗଣ୍ଡାର ଅବସ୍ଥା ବହୁତ ଖରାପ। ଆପଣ ଦେଖୁଥିବେ ଗଣୁଆ କୋଇଡା ରାସ୍ତା, କୋଇଡା ସର୍ଗିଗଡ ରାସ୍ତା, ରାୟଗଡା କୁସୁମୁଣ୍ଡି ରାସ୍ତା ଆଜି ଭୟଙ୍କର ଭାବରେ କ୍ଷତି ଖରାପ ହେଇଛି। ବଡ ବଡ ଗାଡି ଚାଲିଲା ପରେ ଲୋକମାନେ, ସ୍କୁଲ ପିଲାମାନେ, ଆମ୍ବୁଲାନ୍ସ ଯିବା ଆସିବା କରିପାରୁନାହିଁ। ଏ ଦାବି ବାରମ୍ବାର କରାଯାଉଛି କିନ୍ତୁ ସରକାର ଶୁଣୁନାହାନ୍ତି। ତା ସତ୍ତ୍ୱେ ଆଜି କୋଇଡା ମେଡିକାଲରେ ସବୁ ବିଭାଗର ଡାକ୍ତର ବି ନାହାନ୍ତି ଏବଂ ତା ସହିତ ଆଜି ବିଦ୍ୟୁତ ସେବା ବି ମଧ୍ୟ ବ୍ୟାହତ ଘଟିଛି। କମ୍ପାନୀ ମାନଙ୍କୁ କରେଣ୍ଟ ଦିଆଯାଉଛି, ଯାହା ଫଳରେ କି ସାଧାରଣ ଯୋଉ ଉପଭୋକ୍ତା ମାନେ ଅଛନ୍ତି, ଯୋଉ କରେଣ୍ଟ ବିଦ୍ୟୁତ ପାଇବା କଥା ସେଥିରୁ ବଞ୍ଚିତ ଅଛନ୍ତି। ଏଇ ସବୁ ବିଭିନ୍ନ ଦାବି ନେଇକି ଆଜି କୋଇଡାର ଯୁବକ ମାନେ ଧାରଣା ବସିଛନ୍ତି ବ୍ଲକ ସାମ୍ନାରେ। ଯେ ପର୍ଯ୍ୟନ୍ତ କୋଇଡା ମେଡିକାଲର ଡକ୍ଟର ପଦବୀ ପୂରଣ ନ ହୋଇଛି, ରାସ୍ତାଘାଟ ତିଆରି ନ ହୋଇଛି, ବିଦ୍ୟୁତ ସେବା ଠିକ ଭାବରେ କରା ନ ଯାଇଛି, ସେ ଧାରଣା ବସିବ ବୋଲିକି ଆଜି ନିଷ୍ପତ୍ତି ନିଆଯାଇଛି। ତେଣୁ ସେଥିପାଇଁ ମୁଁ ବି ମଧ୍ୟ ଆଜି ତାଙ୍କ ସହିତ ସାମିଲ ଅଛି।